ହାଲେଲୁୟା। ଆସନ୍ତୁ ଆମମାନଙ୍କ ଗହଣରେ ଅଛନ୍ତି ପାଷ୍ଟର ବିଦ୍ୟୁତ କୁମାର ନୁମା, ତାଙ୍କଠାରୁ ପରମେଶ୍ୱରଙ୍କର ବାକ୍ୟ ଶୁଣିବା। ସୃଷ୍ଟି ହେଉଥିଲା ମୁଁ ପଢ଼ନ୍ତୁ, ଆମେ ସେଇ ପଦ ନେଇକି ଆମେ ଅଳ୍ପ ସମୟ ଚିନ୍ତା କରିବା। ମାର୍ଗ ସେଥିରେ ତୁମ୍ଭମାନଙ୍କୁ ଦିଆଯିବ, ଖୋଜ ସେଥିରେ ତୁମ୍ଭେମାନେ ସନ୍ଧାନ କରିବ, ଦ୍ୱାରରେ ମାର ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। ଆମେନ୍। ଧନ୍ୟବାଦ। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପାର୍ବତ୍ୟ ଉପଦେଶର ଏକ ବିରାଟ ବଡ଼ ପ୍ରାର୍ଥନାର ବିଷୟ ନେଇକି ପ୍ରଭୁ ଶିଷ୍ୟମାନଙ୍କୁ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ, ଚେତନା ଦେଉଥିଲେ, ପ୍ରେରଣା ଦେଉଥିଲେ କି ପ୍ରକାର ଭାବରେ ଆଉ ତୁମେ ପ୍ରାର୍ଥନା କରିବ, ସେ ସମସ୍ତ ବିଷୟ ନେଇକି। ଆଉ ମନୁଷ୍ୟ ଜୀବନ ଏକ ପ୍ରାର୍ଥନାର ଜୀବନ ଅଟେ। ଏଇ ଯେଉଁ ପ୍ରାର୍ଥନାର ଜୀବନ, ଯାହାକି ପ୍ରଭୁଙ୍କ ସହିତ ଲାଗି ରହିବା ପାଇଁ ଏହା ଗୋଟେ ମନୁଷ୍ୟକୁ କ'ଣ କରେ, ସାହାଯ୍ୟ କରେ। କାରଣ ପ୍ରାର୍ଥନା ବିହୀନ ଜୀବନ ଏକ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ବିହୀନ ଜୀବନ କ'ଣ କରେ, ଅନ୍ୟ ପାଇଁ ପ୍ରାର୍ଥନାର ଜୀବନ ନିବୃତ୍ତ ହେଲେ, ପ୍ରାର୍ଥନା ଜୀବନରୁ ଆମେ ଯଦି କିଛି ସମୟ ନିବୃତ୍ତ ହେଇଯାଉ, ଆମେ ଈଶ୍ୱରଙ୍କ ନିକଟରେ ଦୋଷୀ ଭାବରେ, ଈଶ୍ୱରଙ୍କ ନିକଟରେ ଏକ ଆଳସ୍ୟତା ଭାବରେ ଏବଂ ଈଶ୍ୱରଙ୍କ ନିକଟରୁ ଦୂରକୁ ଚାଲିଯିବାର ଭାବରେ ପ୍ରତିପାଦିତ ହୁଏ। ତ ପ୍ରଭୁ କହୁଛନ୍ତି, ମାଗ ଦିଆଯିବ, ଖୋଜ ସନ୍ଧାନ ପାଇବ, ଦ୍ୱାରରେ ଆଘାତ କର, ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ। ତିନିଟି ସ୍ତରକୁ ପ୍ରଭୁ କହୁଛନ୍ତି, ମାଗିଲେ ଦିଆଯିବ। ତ ଆଜି ଆମେ ଗୋଟିଏ ସ୍ତର ଚିନ୍ତା କରିବା, ତାହା ହେଉଛି ଆଉ ଶେଷ ସ୍ତରଟା, ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। ପ୍ରଭୁ କହୁଛନ୍ତି ତୁମ୍ଭମାନଙ୍କ ନିମନ୍ତେ ଆମେ ଫିଟାଇ ଦେବା। ଏକ ସୁନ୍ଦର ବିଷୟ। ପ୍ରଭୁ ଆଜି ଆପଣମାନଙ୍କୁ ଏକ ଉତ୍ସାହର ସହିତ, ଏକ ପ୍ରେରଣା ଭାବରେ ଏକ ଆହ୍ୱାନ ଦିଅନ୍ତି ଯେ ଆମ୍ଭମାନଙ୍କ ନିମନ୍ତେ ପ୍ରଭୁ ଫିଟାଇ ଦେବେ। ଆଉ ତାହା କି କ'ଣ? ଫିଟେଇବା ଅର୍ଥ, ପ୍ରଭୁ କହୁଛନ୍ତି ଫିଟେଇବା ଅର୍ଥ ଯାହା ବନ୍ଦ ଥିବ, ଯାହା କ୍ଲୋଜ ଥିବ, ଯାହା ବନ୍ଧନ ଅବସ୍ଥାରେ ଥିବ, ତାହାକୁ ଆମମାନଙ୍କର ପ୍ରାର୍ଥନାର ଜୀବନ ଦ୍ୱାରା, ଆମମାନଙ୍କର ପ୍ରଭୁଙ୍କ ସହିତ ରହିବାର ଜୀବନ ଦ୍ୱାରା ତାହା କ'ଣ ହେଇପାରିବ? ଖୋଲି ଯାଇପାରିବ। ମାଗିଲେ ଦିଆଯିବ, ତାହା ହେଉଛି ପ୍ରଥମ ସ୍ତର। ଆଉ ଖୋଜିଲେ ପାଇବ, ଦ୍ୱିତୀୟ ସ୍ତର। ଆଉ ଯୋଉଟା କି ଦ୍ୱାରରେ ଆଘାତ କରିବା ଏକ ବିରାଟ ବଡ଼, ତାହା ହେଉଛି ଲାଷ୍ଟ ଷ୍ଟେଜ। ମାନେ ଗୋଟିଏ ଲୋକ କ'ଣ କରେ, ହଲେଇ ଦିଏ। ପ୍ରଭୁଙ୍କୁ ଯେତେବେଳେ ଅନ୍ଧ ବ୍ୟକ୍ତି ଡାକିଲେ, ତ ଏ ପ୍ରକାରର ସ୍ୱରରେ ଡାକୁଛନ୍ତି, ପ୍ରଭୁ ଷ୍ଟପ୍ ହେଇକି ରହିଗଲେ, ନା ମତେ ଏଠି ଅଟକିବାକୁ ପଡ଼ିବ, ମତେ ଆଗକୁ ଯିବାକୁ ହବ ନାହିଁ, କାରଣ ମତେ ଜଣେ ଡାକୁଛନ୍ତି। ଯକ୍ଷଙ୍କ ବିଷୟରେ ଚିନ୍ତା କରୁ। ଯୀଶୁ ଯାଉଛନ୍ତି, ମନ ମନରେ ଜାଣିଲେ, ନା ମତେ ଆଗକୁ ଯିବାକୁ ପଡ଼ିବ ନାହିଁ, କାରଣ ମତେ ଜଣେ ଖୋଜୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଅଳ୍ପ ସମୟ ପ୍ରଭୁ ଆମମାନଙ୍କୁ କହିବା ପାଇଁ ଚାହାନ୍ତି, ପ୍ରଭୁ ଦ୍ୱାରକୁ ଖୋଲନ୍ତି। ଆମମାନଙ୍କ ପାଇଁ ପ୍ରଭୁ ଦ୍ୱାରକୁ ଫିଟାଇ ଦିଅନ୍ତି। ଆମମାନଙ୍କ ପାଇଁ ପ୍ରଭୁ ଦ୍ୱାରକୁ ଫିଟାଇ ଦିଅନ୍ତି। ଅଳ୍ପ ସମୟ 2-3ଟା ବିଷୟ ଅତି ଜଣାଶୁଣା। ପ୍ରଥମ ସାମୁଏଲ ପୁସ୍ତକକୁ ଆମେ ଖୋଲିବା, ତାର 1 ଅଧ୍ୟାୟ 6 ପଦ ଏବଂ 20 ପଦ ଆମେ ପଢ଼ିବା। ଜଣେ ମାଙ୍କ ବିଷୟରେ ସେଠି ଲେଖାଯାଏ। ପ୍ରଥମ ସାମୁଏଲ ପୁସ୍ତକ ତାର 1 ଅଧ୍ୟାୟର 6 ପଦ ଏବଂ 20 ପଦକୁ ପଢ଼ିବା। ପୁଣି ସଦାପ୍ରଭୁ ତାହାର ଘରଦାସର ଯତ୍ନ କରିବାରୁ ତାହାର ସପତ୍ନୀ ତାହାର ରୋଷ ଜନେଇବା ନିମନ୍ତେ ତାହାକୁ ବିରକ୍ତ କରେ। 20 ପଦ। ପୁଣି ସମୟ ଉପସ୍ଥିତ ହୁଅନ୍ତି, ହନ୍ନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା। ଆଉ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, ଏହା କହି ତାହାର ନାମ ସାମୁଏଲ, ପରମେଶ୍ୱର ଦତ୍ତ ରଖିଲା। ଧନ୍ୟବାଦ। ପ୍ରଥମ ବିଷୟ ହେଉଛି ରୁଦ୍ଧ ବିଷୟକୁ ପ୍ରଭୁ କ'ଣ କରନ୍ତି? ଖୋଲନ୍ତି। ଏକ ରୁଦ୍ଧ ବିଷୟକୁ ପ୍ରଭୁ କ'ଣ କରନ୍ତି? ଖୋଲନ୍ତି। ଏହା
गोटे गर्भ शारीरिक जनित गर्भ रुद्ध थिला हानांको तांको जीवन रे ए प्रकार रुद्धता थिला तांको पाखर समस्त विषय अछि इल्काना तांको स्वामी ताकू कहउछंती मु सबुठारु तुम पाई श्रेष्ठ सुंदर 10 पुरुष ठारु मध्ये मु तुम पाई सुंदर अटे तोर कोन अभाव अछि किंतु हानांकर गोटिए प्रोब्लेम थिला रुद्ध थिला तार गर्भ रुद्ध थिला जेतेबेले से गर्भ रुद्ध जीवन काटुछंती ता सपत्नी बा तार आ सौतुणी ताकू सबु बेले रोसो जन्म होउछंती ताकू सबु बेले डिस्टर्बेंस करूछंती ताकू सबु बेले विभिन्न प्रकार कथा कहउछंती तो हान्ना कोन करूछंती कांदुछंती प्रभुଙ୍କ निकटरे प्रार्थना करूछंती प्रभुଙ୍କ निकटरे से कहउछंती ए प्रकार खामख्याली मागिबा पाए नुह खामख्याली खोजिबा परि नुह द्वार को आघात करिला परि प्रार्थना द्वार को हलेई देला परि प्रार्थना प्रभु को अटकेई देला परि प्रार्थना प्रभु को ए प्रकार जे प्रभु कौन करले सेटा करिबा पाए जहा कि तत्पर हुअंती तो हान्ना जेते बेले प्रार्थना करूछंती कांदुछंती निजर हृदयर वेदना को प्रभु को निकट रे ढालुछंती प्रभु एई जो रुद्ध हेछि ताकू तुमे खोलिबा को पड़िबो ताकू तुमे खोलिबा को पड़िबो जेते बेले से कांदिले ए प्रकार भाବରେ खोली जाए ना आमानकर रास्ता विभिन्न प्रकार रास्ता अछि विभिन्न प्रकार समस्या अछि विभिन्न प्रकार रुद्ध विषय अछि गोटे मनुष्य पाए से सब बेले चेष्टा करे ए कोठरी सब मो पाए जहा बंद हेछि मो सामना रे जहा बंद हेछि शारीरिक आत्मिक आर्थिक किबा आउ चाकरी क्षेत्र रे पाठ पढ़ा क्षेत्र रे मोर सब क्षेत्र रे जदि कोनसी विषय जदि बंद हे कि अछि आउ ताकू मते खोलिबा को पड़िबो तो प्रभुଙ୍କ निकटरे हान्ना कोन करछंती कांदुछंती से प्रार्थना करिले जेतेबेले प्रार्थना कले 20 पदर देखु हान्ना कोन हले से गर्भधारण कले गोटे पुत्र प्रसव कले सामुएल को से जन्म देले सामुएल को विषय रे तो आमे जानू सामुएल एक उत्तम व्यक्ति भाबरे आ से कोन कले विचार करता हो इस्राएल लोक मानकर विचार कले सामुएल को द्वारा अनेक लोक अभिषिक्त हेले सामुएल को द्वारा अनेक लोक आशीर्वाद प्राप्त हेले मोर प्रिय प्रभु को लोक माने हान्नांकर गर्भ रुद्ध थिला प्रभु खोलिले आज चिंता करू मो जीवन रे केउ अंश रुद्ध ही कि अछि मु फलवान हे पारु नाही कि शारीरिक किबा आत्मिक फल रे किबा शारीरिक फल रे आत्मिक फल रे मु फलवान हे पारु नाही कि आज कौन सी क्षेत्र रे मु फलप्रद हे पारु नाही कि कौन से जिंस जहा कि बंद करके रखी जहा कि रुद्ध अवस्था रे अछि केउ केउ विषय रे आमे शुष्क हे कि अछु केउ केउ विषय रे आमे आज लज्जित अवस्था रे अछु हान्ना को ता सपत्नी पनिना बारंबार रोसो जन्म लिखाई रोसो जन्म गोटे घरे गोटे चुली रे रोसई करिकी खाउछंती गोटे स्वामी पाखरे होछंती जनकर पिला छुआ अछि आ जनकर नाही हान्ना किंतु हार मानिले नाही हान्ना किंतु पछको हटिले नाही हान्ना किंतु कौन से विषय रे से कोन कले नाही लज्जित को से कोन करूछंती प्रभुଙ୍କ निकट रे रखुछंती प्रभु ए द्वार को तुम खोलिबा को हबो प्रभु मोर जो गर्भर द्वार रुद्ध अवस्था अछि प्रभु तुमे मते खोलिबा को पड़िबो मोर प्रिय प्रभुଙ୍କ लोक माने आज आमाने मनुष्य शरीर धारण करिछु आमाने आमानकर अनेक विषय अछि रुद्ध अवस्था अछि अनेक रास्ता अछि बंद अवस्था अछि होय तो आत्मिक फल रे फलवान हे पारुनु कि शारीरिक जनित कौन सी फल रे आमाने फलवान हे पारुनु कि आउ कौन सी विषय रे लिखा जाए 10 पद लिखे हान्ना प्रभुଙ୍କ निकट रे से कौन करछंती कांदुछंती साधारण नुह फिटेबा पाई मु कहली सेटा होची लास्ट स्तर जहा कि कांदिले घिड़घिड़े प्रभु देखिबे ना ये कांदिबा आरंभ कला मते देबा को पड़िबो ना ये मोर सिंहासन को हलचल कला मते देबा को पड़िबो
ନା ମତେ ମୋର କର୍ଣ୍ଣକୁ ବାରମ୍ବାର ବାରମ୍ବାର ଆଘାତ କରୁଛି, ଆକୁ ମୋ ପାଇଁ ମୁଁ ଆ ପାଇଁ କିଛି କରିବାକୁ ପଡିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣଙ୍କର ଜୀବନରେ କୌଣସି ବିଷୟ ରୁଦ୍ଧ ଅବସ୍ଥାରେ ଅଛି କି? ପ୍ରଭୁଙ୍କ ନିକଟରେ ଥୋଇ ଦିଅନ୍ତୁ। ହାନା କାନ୍ଦୁଛନ୍ତି, ଏଲିଯାଜକ ଦେଖିଲେ ଇଏ ମାତାଲ ଅବସ୍ଥାରେ ଅଛନ୍ତି ନା କଣ, କିନ୍ତୁ ସେ ହୃଦୟର ବେଦନାକୁ ଢାଳୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ଜୀବନରେ ଆଜି ଅନେକ ସମସ୍ୟା, ମନୁଷ୍ୟ ମାତ୍ରେ ଅନେକ ସମସ୍ୟା ଅଛି। ପରିବାରରେ ଅଛୁ, ସଂସାରରେ ଅଛୁ, ଶରୀର ଧାରଣ କରିଛୁ, ଅନେକ ରୋଗ ବୈରାଗ୍ୟ ଅଛି, ଅନେକ ପ୍ରକାର ବିଷୟ ସବୁ ଅଛି, ଯାହା ଆମମାନଙ୍କୁ ଆଗକୁ ସେଇ ସମସ୍ତ ସମସ୍ୟା ନେଇକି ପ୍ରଭୁଙ୍କ ନିକଟରେ, ପ୍ରଭୁ ତାହାକୁ ତୁମେ ଖୋଲିବାକୁ ପଡିବ। ହାନା କଣ କଲେ? ପୁତ୍ର ଜନ୍ମଗ୍ରହଣ କଲେ। ହାନାଙ୍କର ଜୀବନରେ 2 ଅଧ୍ୟାୟ ପଢିବେ, ହାନା ପ୍ରଭୁଙ୍କ ନିକଟରେ ଉଲ୍ଲସିତ ହେଲେ, ପ୍ରଭୁଙ୍କ ନିକଟରେ ସେ ଆନନ୍ଦ କରୁଛନ୍ତି। ଯେ କି କାନ୍ଦୁଥିଲେ, ଯେ କି କାନ୍ଦୁଥିଲେ, କାନ୍ଦଟା ଆନନ୍ଦରେ ପୂର୍ଣ୍ଣ ହେଇଯାଉଛି, ତାର ରୋଦନ ଆନନ୍ଦରେ ପୂର୍ଣ୍ଣ ହେଇଯାଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣମାନଙ୍କର ଜୀବନରେ ରୁଦ୍ଧ ବିଷୟକୁ ପ୍ରଭୁ ଖୋଲିବା ପାଇଁ ଚାହାନ୍ତି। କେତେବେଳେ? ଯଦି ଆମେ ପ୍ରଭୁଙ୍କ ନିକଟରେ କାନ୍ଦିବା। ଯଦି ଆମମାନଙ୍କର ପିଲାମାନେ ହଉ, ଆମେ ବି ଛୋଟ ଅବସ୍ଥାରେ ଥିଲାବେଳେ ଆମେ ବି ଆମ ବାପା ମା ପାଖରେ ଅନେକ ବିଷୟ ନେଇକି ଆମେ କାନ୍ଦିଛୁ। ମାଗିଲେ କୌଣସି ବିଷୟ ଦିଆଯିବ ନାହିଁ ଯଦି ଲୋକମାନେ କାନ୍ଦନ୍ତି, ପିଲାମାନେ କାନ୍ଦନ୍ତି, ସେତେବେଳେ ବାପା ମା ଜାଣନ୍ତି ଯାଇ ନା ଆକୁ ନ ଦେବା ପର୍ଯ୍ୟନ୍ତ ଏଇ କାନ୍ଦ ବନ୍ଦ କରିବ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ସ୍ୱର୍ଗସ୍ଥ ପିତା ପ୍ରେମିକ ପିତା ଅଟନ୍ତି। ଆମର କାନ୍ଦକୁ ଦେଖିଲେ ସେ ରହିପାରନ୍ତି ନାହିଁ। ଆମର କେତେ ବଡ଼ ସିଲ୍ ହେଉନା କାହିଁକି, ବନ୍ଦ ହଉନା କାହିଁକି, ପ୍ରଭୁ ଖୋଲିବା ପାଇଁ ଚାହାନ୍ତି। ତାଙ୍କ ହାତରେ ସମସ୍ତ ପ୍ରକାର ଚାବି ଅଛି। ଆପଣମାନଙ୍କର ସମସ୍ତ ପ୍ରକାର ରୁଦ୍ଧ ବିଷୟକୁ ପ୍ରଭୁ ଖୋଲି ଦେଇ ପାରନ୍ତି। ଆଉ ଗୋଟେ ପଦ ଆମେ ପଢିବା, ଯୋହନ ପୁସ୍ତକ ତାର 11 ଅଧ୍ୟାୟର 42 ଏବଂ 43 ପଦ। ସେ ସ୍ଥାନରେ ଆଉ ଲାଜାରଙ୍କ ବିଷୟରେ ଲେଖାଯାଏ। ଆମେ ପଢିବା, ଅଳ୍ପ ଅଳ୍ପ ପଢିକି ଆମେ ଯିବା। ଏକ ମୃତ ବିଷୟ ସବୁକୁ ପ୍ରଭୁ କଣ କରୁଛନ୍ତି ସେଠି ଖୋଳୁଛନ୍ତି। ଏକ ପଢନ୍ତୁ, ଯୋହନ ପୁସ୍ତକ ତାର 11 ଅଧ୍ୟାୟର 42-43। ତୁମ୍ଭେ ଯେ ସର୍ବଦା ମୋର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି। କିନ୍ତୁ ଯେଉଁ ଲୋକ ସମୂହ ଚତୁର୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମତେ ପ୍ରେରଣ କରିଅଛ ବୋଲି ସେମାନଙ୍କ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି। ସେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜର ବାହାରି ଆସ। ଆମେନ୍। ଆମେନ୍। ପ୍ରଭୁ ଗୌରବ ପାଆନ୍ତୁ। ଏ ସ୍ଥାନରେ ଗୋଟେ ଦ୍ୱାର ଯାହାକି ମୃତ ଅବସ୍ଥାରେ ଥିଲା। ଏକ ଯୋଉ ଦ୍ୱାର କି ବନ୍ଦ ଥିଲା, ସେଟାକୁ ପ୍ରଭୁ କହିଲେ ଆର ପଥର ଗଡେଇ ଦିଅ। ଠିକ ଅଛି, ଲୋକମାନେ ପଥର ଗଡେଇ ଦେଲେ। ମାର୍ଥା କହୁଛନ୍ତି ନାଇଁ ପ୍ରଭୁ, ଆମେ ଖୋଲି ପାରିବାନି, ଦୁର୍ଗନ୍ଧ ବାହାରିବ। ପ୍ରଭୁ କହୁଛନ୍ତି ନାଇଁ, ତାକୁ ଫାଷ୍ଟ ତୁମେ ଖୋଲ, ତାପରେ ମୁଁ କଣ ଖୋଲୁଛି ତାହା ତୁମେ ଦେଖ। ତୁମେ ଫାଷ୍ଟ ତୁମ କାର୍ଯ୍ୟ କର, ତାପରେ ମୋର କାର୍ଯ୍ୟ ତୁମେ ଦେଖିବ। ଅନେକ ଲୋକ ଅପେକ୍ଷା କରୁଛନ୍ତି ଯୀଶୁଙ୍କୁ। ଯୀଶୁ ଆସିବାଟା ଲେଟ୍ ହେଲା। ଲାଜାରକୁ ସେ ବହୁତ ଭଲ ପାଉଥିଲେ। କବରରେ ରଖାଗଲା, ମୃତ ଅବସ୍ଥାରେ ଲାଜାର ଅଛନ୍ତି। 4 ଦିନ ପରେ ଯୀଶୁ ଯାଇକି ଲାଜାରଙ୍କ ପାଖରେ ପହଞ୍ଚିଲେ। କହୁଛନ୍ତି ପଥର ଗଡେଇ ଦିଅ। ମୁଁ ଚିନ୍ତା କରୁଥିଲି, ଗୋଟେ ମୃତ ବ୍ୟକ୍ତିକୁ ଯେତେବେଳେ ଯୀଶୁ ଜୀବନ ଦେଇ ପାରନ୍ତି, କଣ ପଥର ଗଡେଇ ପାରିବେନି କି? ହଁ, ପଥର ଦ୍ୱାରା ସେ ଅନେକ କାର୍ଯ୍ୟ କରିଛନ୍ତି। ପଥର ଦ୍ୱାରା ସେ କଣ କରିଛନ୍ତି? ଅନେକ କାର୍ଯ୍ୟ କରିଛନ୍ତି। ଯୋଉ ପଥର କି ଆଉ ଦିନେ ତାଙ୍କର ଆଦେଶରେ ପାଣି, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପାଣି ପଥର ଦ୍ୱାରା ପ୍ରଭୁ ଦେଇଥିଲେ। ଯୋଉଠି ଛୋଟିଆ ପଥର ଦ୍ୱାରା ଗଲିଆତକୁ ଦାଉଦଙ୍କ ଦ୍ୱାରା ବୋଧ କରାଇଥିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପଥରର ଅନେକ ଆଉ ପ୍ରସଙ୍ଗ ଅଛି, ମୁଁ ସେତିକୁ ଯିବାକୁ ଚାହେଁ ନାହିଁ। କିନ୍ତୁ ପ୍ରଭୁ କହୁଛନ୍ତି ନା, ପଥରକୁ ତୁମକୁ ଗଡେଇବାକୁ ପଡିବ। ଯେତେବେଳେ ସେମାନେ ଗଢେଇଲେ, ଏକ ମୃତ ବ୍ୟକ୍ତିଙ୍କର ଜୀବନର ବନ୍ଧନକୁ ପ୍ରଭୁ ଖୋଲୁଛନ୍ତି। କହିଲେ ଲାଜାର ବାହାରିକି ଆ। ଏକ ମୃତର ବନ୍ଧନରେ ସେ ଥିଲେ, ତାକୁ କୁହାଯାଉଛି ତୁମେ ବାହାରିକି ଆସ। ଦେଖିଲେ ଲାଜାର କଣ ହଉଛନ୍ତି? ପୁରା ଜୀବନ ପାଇକି ଆସିଲେ। ଏକ ମରିୟମ ପ୍ରଭୁଙ୍କ କାହିଁକି ସମ୍ଭବ ହୋଇପାରିଲା? ମରିୟମ ପ୍ରଭୁଙ୍କର ସହିତ ସାନ୍ନିଧ୍ୟରେ ଜୀବନ କାଟୁଥିଲେ, ତାଙ୍କ ଭଉଣୀ।
प्रभुଙ୍କ सहित संपर्क ଯେତେବେଳେ ଯୀଶୁ ତାଙ୍କ ଘରକୁ ଆସୁଥିଲେ ଯୀଶୁଙ୍କ ସହିତ ସେ କଣ କରୁଥିଲେ ତାଙ୍କ ପାଖରେ ବସୁ ରହୁଥିଲେ ପ୍ରଭୁ ଚାହିଁଲେ ନା ମତେ ଏଇଟା ଖୋଲିବାକୁ ପଡିବ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଯୀଶୁ ଥିଲେ ଆଶ୍ଚର୍ଯ୍ୟ କାର୍ଯ୍ୟ ହୁଏ ଯେତେବେଳେ ଆମେ ଯୀଶୁଙ୍କ ସହିତ ସମ୍ପର୍କ ରଖୁ ଆଶ୍ଚର୍ଯ୍ୟ କାର୍ଯ୍ୟ ହୁଏ କାରଣ ଯୀଶୁ ଯେତେବେଳେ ଆସୁଥିଲେ ଘରକୁ ମାର୍ଥା ମରିୟମ ଯୀଶୁଙ୍କର କିଏ ଜଣେ ଆତିଥ୍ୟ କରି ପକାଉଛନ୍ତି ତ କିଏ ଯୀଶୁଙ୍କର ପାଦ ନିକଟରେ ବସି ପଡୁଛନ୍ତି ତ ଏକ ସମ୍ପର୍କ ଯଦି ଆମେ ପ୍ରଭୁଙ୍କ ସହିତ ଠିକ ସମ୍ପର୍କରେ ରହୁ ପ୍ରଭୁ ଆମ ପାଇଁ ଦ୍ୱାର ଖୋଲିବେ ଅନେକ ସମୟରେ ଲୋକମାନେ କୁହନ୍ତି ମାର୍ଥାଙ୍କୁ କେତେକ ଲୋକ ବି କୁହନ୍ତି ମାର୍ଥା ବହୁତ ବ୍ୟସ୍ତ ଥିଲେ ପ୍ରଭୁଙ୍କୁ ସମୟ ଦେଉନଥିଲେ ଠିକ ଅଛି କିନ୍ତୁ ମାର୍ଥାଙ୍କର ଭୂମିକା ମଧ୍ୟ କୌଣସି ମାତ୍ରାରେ କମ ନାହିଁ ଅନେକ ଲୋକ କୁହନ୍ତି ମାର୍ଥା ଜଞ୍ଜାଳରେ ବ୍ୟସ୍ତ ନା ଠିକ ଅଛି ସେ ପ୍ରଭୁଙ୍କୁ ଏତେ ଭଲ ପାଉଥିଲେ ସେ ଚିନ୍ତା କରୁଥିଲେ ମୋର ପ୍ରଭୁଙ୍କୁ ମୁଁ କି ପ୍ରକାର ଭାବରେ ଖୁସି କରିପାରିବି ମୋ ହାତରେ କି ପ୍ରକାର ପରସିକି ତାକୁ ଖାଇବାକୁ ଦେବି ଏକ ସମ୍ପର୍କକୁ ବୁଝାଏ ଆମେ କେତେ ମୋ ପ୍ରଭୁ ଯୀଶୁଙ୍କ ସହିତ ସମ୍ପର୍କରେ ଅଛୁ କେତେ ମୁଁ ସନ୍ତୁଷ୍ଟ କରିପାରୁଛି ପ୍ରଭୁଙ୍କୁ ଜଣେ ତ ପ୍ରଭୁଙ୍କ ପାଦ ନିକଟରେ ବସି ପଡୁଛି ଜଣେ ତ ତାଙ୍କୁ ଆତିଥ୍ୟ କରି ପକଉଛି ଜଣେ ତ ଆଉ ତାଙ୍କୁ ଲାଜାର ମଧ୍ୟ ତାଙ୍କର ଏକ ପ୍ରିୟ ଘନିଷ୍ଠ ଥିଲେ ଲେଖାଯାଏ ଲାଜାରକୁ ସେ ବହୁତ ଭଲ ପାଉଥିଲେ ତ ଏକ ଘନିଷ୍ଠତା ଯଦି ଆମ ପାଖରେ ପ୍ରଭୁଙ୍କ ସହିତ ଅଛି ପ୍ରଭୁ ଦ୍ୱାର ଖୋଲିବା ପାଇଁ କେବେ ବି ପଛଘୁଞ୍ଚା ହେବେ ନାହିଁ ସେଇ ଯେତେ ବର୍ଷର ମଡ଼ା ହଉ ଯେତେ ବର୍ଷର ମୃତ ବିଷୟ ହଉ ପ୍ରଭୁ ଖୋଲିବେ ଆପଣଙ୍କର ଜୀବନରେ ଆପଣଙ୍କର ପରିବାରରେ ଆପଣଙ୍କର ସମାଜରେ ମଣ୍ଡଳୀରେ ଏକ ମୃତ ଅବସ୍ଥାରେ ଯଦି କୌଣସି ବିଷୟ ଅଛି ପ୍ରଭୁଙ୍କ ସହିତ ଠିକ ସମ୍ପର୍କ ଥିଲେ ପ୍ରଭୁଙ୍କର ଉପସ୍ଥିତିରେ ପ୍ରଭୁ ଖୋଲିବେ କାହ୍ନା ନଗରରେ ଯେତେବେଳେ ଯୀଶୁ ଜଳକୁ ଦ୍ରାକ୍ଷାରସ କଲେ ଏମିତି ସେମିତି କରିନାହାନ୍ତି ସେ ଲେଖାଯାଏ ଯୋହନ 2 ଅଧ୍ୟାୟରେ 2 ପଦ ଲେଖାଯାଏ ଯୀଶୁ ମଧ୍ୟ ନିମନ୍ତ୍ରିତ ଥିଲେ ବା ଯୀଶୁଙ୍କୁ ମଧ୍ୟ ସମ୍ମାନର ସହିତ ଡକାଯାଇଛି ଖାମଖିଆଲି ଭାବରେ ଯୀଶୁ ଯାଇନାହାନ୍ତି ଯୀଶୁଙ୍କୁ କଣ କରାଯାଇଛି ଆତିଥ୍ୟ କରାଯାଇଛି ଯୀଶୁଙ୍କୁ ଡକାଯାଇଛି ଶିଷ୍ୟମାନଙ୍କ ସହିତ ସେ ନିମନ୍ତ୍ରିତ ଥିଲେ ଯଦି ଆପଣ ପ୍ରଭୁଙ୍କୁ ନିମନ୍ତ୍ରଣ କରିବେ ସବୁଦିନ ସବୁ ପରିସ୍ଥିତିରେ ପ୍ରଭୁ ଆସ ଆପଣଙ୍କର ପରିସ୍ଥିତି ମୃତ ଅବସ୍ଥାରେ ଥିଲେ ବି ପ୍ରଭୁ ଜୀବନ ଦେଇଦେବେ ଆପଣଙ୍କର ପରିସ୍ଥିତିରେ କୌଣସି ଅଭାବର ବିଷୟ ଥିଲେ ମଧ୍ୟ ସେଦିନ ଜଳକୁ ଯୀଶୁ ଦ୍ରାକ୍ଷାରସରେ ପରିଣତ କରିଦେଲେ ଯଦି ଆପଣ ପଢିବେ ଯଦି ଲୁକ ପୁସ୍ତକ 19 ଅଧ୍ୟାୟରେ ଆଉ ଲୁକ ଯୀଶୁ ଯେତେବେଳେ ଯକ୍ଷଙ୍କ ଘରକୁ ଗଲେ ଯୀଶୁ ସେ ସ୍ଥାନରେ ଆଶୀର୍ବାଦ କଲେ ଏ ପ୍ରକାର ଆଶୀର୍ବାଦ ସେ କଣ କଲେ ଆଜି ଡିକ୍ଲେରେସନ କରିଦେଲେ ଆଜି ଏଇ ଗୃହରେ ପରିତ୍ରାଣ ଉପସ୍ଥିତ ଯଦି ଯୀଶୁ ଲାଜାରଙ୍କ ଘରକୁ ଯାଇ ଲାଜାରକୁ ଜୀବନ ଦେଲେ ଯକ୍ଷଙ୍କ ଘରକୁ ଯାଇ ଯକ୍ଷଙ୍କ ଜୀବନରେ ପରିତ୍ରାଣ ଦେଲେ ଏକ ବିବାହ ଉତ୍ସବକୁ ଯାଇ ଯୀଶୁ କଣ କରୁଛନ୍ତି ଜଳକୁ ଦ୍ରାକ୍ଷାରସରେ ପରିଣତ କରିଦେଉଛନ୍ତି ଏବଂ ବାଇବଲରେ ଲେଖାଯାଏ ଜଣେ 18 ବର୍ଷ ପର୍ଯ୍ୟନ୍ତ ଗୋଟେ କୁବ୍ଜା ସ୍ତ୍ରୀ ଲୋକ ଥିଲେ ଯୀଶୁ ତାଙ୍କ ଘରକୁ ଗଲେ ଯୀଶୁ ତାକୁ କଣ କଲେ ଛୁଇଁକି ସୁସ୍ଥ କଲେ ଯିଏକି କୁବ୍ଜା 18 ବର୍ଷ ପର୍ଯ୍ୟନ୍ତ କୁବ୍ଜା ହେଇକି ଥିଲା ସେ ଠିକ ଭାବରେ ଠିଆ ହେଇପାରୁନି ଚିନ୍ତା କରନ୍ତୁ କେତେ କଷ୍ଟର ଆପଣଙ୍କର କୌଣସି ବିଷୟ ଯଦି ନଇ ଯାଇଛି ଢଳି ଯାଇଛି ଆପଣ ସଳଖ ହେଇକି ଠିଆ ହେଇ ପାରୁନାହାନ୍ତି ଆପଣ ମୃତ ଅବସ୍ଥାରେ ଅଛନ୍ତି କିମ୍ବା ଆଉ କୌଣସି ପରିସ୍ଥିତି ଆପଣଙ୍କର ବିଷୟରେ ଏ ପ୍ରକାର ପରିସ୍ଥିତି ଅଛି ଯାହା ମୃତ ଅବସ୍ଥାରେ ଅଛି ପ୍ରଭୁଙ୍କୁ ଆହ୍ୱାନ କରନ୍ତୁ ପ୍ରଭୁଙ୍କ ସହିତ ସମ୍ପର୍କରେ ରୁହନ୍ତୁ ପ୍ରଭୁଙ୍କ ସହିତ ପ୍ରଭୁଙ୍କୁ ନିମନ୍ତ୍ରଣ କରନ୍ତୁ ପ୍ରଭୁଙ୍କୁ ଡାକନ୍ତୁ ପ୍ରଭୁ ଆମେ ଏଇ କ୍ଷେତ୍ରରେ ମୃତ ଅବସ୍ଥାରେ ଅଛୁ କାରଣ ଏଫିସିୟ ପୁସ୍ତକରେ ଲେଖାଯାଏ हे मृत जाग ख्रीष्ट तुमको आलोक प्रदान करिवे मोर प्रिय प्रभुଙ୍କ ଲୋକମାନେ ଯେତେବେଳେ ଯୀଶୁ ଏ ଗୃହକୁ ଗଲେ କଣ କରୁଛନ୍ତି ଲାଜାରକୁ ଜୀବନ ଦେଲେ ଯକ୍ଷଙ୍କୁ ପରିତ୍ରାଣ ଦେଲେ ସେ ବିବାହ ଉତ୍ସବର ଗୃହକୁ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଦେଲେ ଏବଂ ଜଣେ କୁବ୍ଜା ସ୍ତ୍ରୀ ଲୋକଙ୍କ ଘରକୁ ଗଲେ ତାକୁ ସଳକ ଭାବରେ ଠିଆ କରାଇଲେ ଅନ୍ଧ ବ୍ୟକ୍ତିଙ୍କ ପାଖକୁ ଗଲେ ତାକୁ ଚକ୍ଷୁ ଦେଇଦେଲେ ଯେଉଁମାନେ ଯୀଶୁଙ୍କୁ ଡାକୁଛନ୍ତି ଯେଉଁମାନେ ଯୀଶୁଙ୍କୁ ହଲେଇ ଦେଲେ ଯେଉଁମାନେ ଯୀଶୁଙ୍କୁ କହୁଛନ୍ତି ପ୍ରଭୁ ଏଟା କରିବାକୁ ପଡିବ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ଆମେ ଦ୍ୱାରକୁ ଆଘାତ କରିପାରୁଛୁ ତ ଆମମାନଙ୍କର ପ୍ରାର୍ଥନା ଜୀବନ ହଉ ପ୍ରଭୁ ଭୟ ଜୀବନ ହଉ ଆମମାନଙ୍କର ଅନ୍ୟାନ୍ୟ ଜୀବନ ଦ୍ୱାରା ଆମମାନଙ୍କୁ ପ୍ରଭୁଙ୍କୁ କଣ କରିବାକୁ ପଡିବ ଡାକିବାକୁ ପଡିବ ସେଦିନ ମୁଁ କହୁଥିଲି ଗୋଟେ ବାୟୁ ବିଷୟ ଯୋଉ ବାୟୁରେ କି ଏ ପ୍ରକାର ଇତସ୍ଥିତ ହେଲେ
शिष्य माने जाइकी डाकुछंती यीशुଙ୍କୁ गुरु आमे मलु ए प्रकार वायु प्रभु प्रेरण कले काहेकि प्रेरण कले से जानिथिले जे मते ए माने केते निर्भरशील मते केते माने डाकुछंती बाध्य हेले प्रभु को जेतेबेले डाकिले प्रभु पवन को बंद कले मोर प्रिय प्रभुଙ୍କ ଲୋକମାନେ ସେଥିପାଇଁ ପ୍ରଭୁ ବାୟୁ ପଠାନ୍ତି ଯେ ଆମେ କେତେ ତାଙ୍କ ଉପରେ ନିର୍ଭରଶୀଳ ହେଉଛୁ ଏହି ସ୍ଥାନରେ ଦେଖୁଛୁ ଜଣେ ମୃତ ବ୍ୟକ୍ତି ଜୀବନ ପାଉଛନ୍ତି ଜଣେ ଆଉ କୁବ୍ଜା ହେଇକି ଥିବା ଲୋକ କଣ ହଉଛନ୍ତି ସଳକ ଭାବରେ ଠିଆ ହେଇ ପଡୁଛନ୍ତି ଏକ ସଳକ ଭାବରେ ଠିଆ ହେଇ ପାରୁଛନ୍ତି ଯୋଉ ସ୍ଥାନରେ କି କୌଣସି ଆଶା ନାହିଁ କୌଣସି ଭରସା ନାହିଁ ସେ ସବୁ ଜାଗା ମାନଙ୍କର ପ୍ରଭୁ ଆଶାର ଦ୍ୱାର ସବୁ ଖୋଲିଦେଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ମୋ ଜୀବନରେ मोर क्षेत्र रे कौन मृत अवस्था अच्छी कि प्रभु को कहवा प्रभु तुम्हें जीवन दियो जिते बड़े लाजार जीवन पाइले जोहन पुस्तक तापर पर पढ़िबे 12 अध्याय जीसु सहित लाजार को देखिबा पाई लोक मानकर भीड़ जमी गला आ लाजार को सकाशे जीसु को अनेक लोक विश्वास करबा आरंभ कले कारण लाजार को प्रभु कहले तांको हातर समस्त तांकर समस्त शरीर बंधन को खोली दियो ताकू चलिबा पाई दियो प्रभु कौन करूछंती बंधन को खोलिकी चलिबा पाई दियंती कौन सी विषय रे बंधन अवस्था रे थिले प्रभु खोली देले ताकू फास्ट जीवन मृत विषय को खोलिकी जीवन देले एवं शारीरिक भाव रे जा बंधन थिला प्रभु खोली दउछंती ताकू चलिबा पाई बळ देले मोर प्रिय प्रभुଙ୍କ लोक माने आज आमानकर जीवन रे जदि कोनसी मृत अवस्था अछि कोनसी शुष्क अवस्था अछि प्रभु को कहवा प्रभु एहा को तुम फिटई दियो प्रभु प्रभु फिटई देबे से दिन लाजारकर जीवन एवं मृत्यु रु जीवन रो पथ को ताकू नहीं की पळे आसिले ताकू तार सेई मृतर बंधन रु ताकू कोन कर देले जीवन दे देले से बंधन को प्रभु खोली देले आ गोटे पद पढ़िबा जाकुब पुस्तक तार जाकुब पुस्तक 5 अध्याय 17 एवं 18 पद एलिया आंभମାନଙ୍କ परि सुख दुख भोगी मनुष्य ଥିଲେ ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ ଆଉ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା ଆମେନ୍। प्रभु गौरव दो प्रभु आपणक पई आकाशर द्वार को खोलिबा पई चाहंती एलियो प्रार्थना करूछंती कौन हला वृष्टि बंद हला पुनर्बार से प्रार्थना कले कौन हला वृष्टि आसिला एक ऊर्ध्वरु जहा बंद ही कि अछि ताकू आपणक पई प्रभु खोलिबा पई चाहंती आकाशर रुद्ध को प्रभु से दिन कौन कर देले खोली देले प्रार्थना द्वारा सेति भाई प्रभु कहले माग दिया जीवो खोज संधान पाइबो द्वार रे आघात कर द्वार तुम्भ मानक निमंते फिटाई दिया जीवो जो मानक पई लाजार को परिवार रे मरियम प्रभुଙ୍କ ठारे प्रार्थना शिला थिले प्रभु ताकू कोन कले ता भाईଙ୍କର जीवन को फेरे देले प्रभु हान्ना से कौन करुथिले प्रार्थना शिला थिले तांको जीवन रे थिबा रुद्ध विषय को प्रभु खोली देले एलियो जने प्रार्थनाशील व्यक्ति थिले जांकर प्रार्थना को जदि आमे चिंता करू से ऊर्ध्वरु स्वर्गरु अग्नि आणुथिबा व्यक्ति अग्नि आनिथिबा व्यक्ति एलियो कौन करछन्ति से दिन प्रार्थना कले आकाश रुद्ध जहा प्रभु बंद करथिले पुनर्बार प्रभु खोली देले मोर प्रिय प्रभुଙ୍କ लोक माने प्रथम राजावली पुस्तक 17 अध्याय यदि पढ़िबे एलियों विषय रे लिखा जाए से जेते बेले प्रार्थना करछन्ति आकाश रु कोन हला वृष्टि हला एवं फल उत्पन्न कला लिखा जाए भूमि अपना फल उत्पन्न कला मोर प्रिय प्रभुଙ୍କ लोक माने आत्मिक वृष्टि पाए माने प्रार्थना करबा मानकर देश पाए आमानकर राज्य पाए आमानकर मंडली मानक पाए एक आत्मार वृष्टि हो जोएल पुस्तक लिखा जाए शेष रे आम्भे कौन करबा प्रभु कहउछन्ति आत्मा को वृष्टि करबा वर्तमान समय जगतर देखु माने विभिन्न प्रकार समय वर्तमान जटिल समय वर्तमान देकी आमने जाउछु प्रभुଙ୍କ निकट रे प्रार्थना करबा कि प्रभु को कहबा कि जे प्रभु तुमर आत्मा वृष्टि करवा
तुमर आत्मा एई समय वृष्टि हो प्रभु आत्मिक वृष्टि पाए प्रार्थना करू शांतिर वृष्टि पाए प्रार्थना करू परिवार मानकरे समाज मानकरे मंडली मानकरे देश रे विभिन्न प्रकार समस्या अशांति देकी गति करूछंती मनुष्य आज अशांति देकी गति करूछंती प्रभु को निकट प्रार्थना करिबा प्रभु शांति को तुमे वृष्टि कर न्याय वृष्टि पाए प्रार्थना करिबा गीत सहिता 85 अध्याय को जते बेले आपण पढ़िबे लिखा जाए प्रभु कौन करती मंगल प्रदान करती आउ पढ़ीदे बहुत सुंदर पद लिखाई गीत सहित 85 अध्याय को पद 9 ରୁ 13 पद पर्यंत जेपरी आम्भ मानक देश रे गौरव बास करिवो एथिपाई निश्चय ताहांक भयकारी मानक निकट रे ताहांक परित्राण अछि दया और सत्यता परस्पर मिलित होई अछंती धर्म और शांति परस्पर चुंबन करी अछंती पृथ्वी सत्यता अंकुरित हेउछि पुणी धार्मिकता स्वर्गरु दृष्टिपात करी अछि सदा प्रभु मंगल प्रदान करिवे तहिरे आम्भ मानकर देश फल उत्पन्न करिवो धर्म ताहा आमेन सदा प्रभु मंगल प्रदान करिवे तहिरे आम मानकर देश फल उत्पन्न करिवो जेतेबेले एलियो प्रार्थना करुचंती स्वर्गर द्वार बा आकाशर द्वार खोली जाउछि प्रभु फिटे देले भूमि रे पड़िला वर्षा कौन हला वृष्टि हला जेतेबेले भूमि रे वृष्टि पड़िला फल उत्पन्न हला मोर प्रिय प्रभु लोक माने आपण आत्मिक वृष्टि पाए आत्मांक वृष्टि पाए प्रार्थना करंतु आपणकर परिवार रे जेउ वृष्टि आवश्यक रहिछि मु तो कहि पारिबिनी आमनकर व्यक्तिगत जीवन रे पारिवारिक जीवन रे केउ वृष्टि आज ऊर्ध्वरु आसी पारु नाही जो वृष्टि की रुद्ध ही कि अछि ताहाकू प्रभु को कहबा कि प्रभु से ऊर्ध्वरे जहा आज बंद ही कि अछि प्रभु मो पाई खोली दियो मोर देश पाई हे पारे मो परिवार पाई हे पारे मोर व्यक्तिगत जीवन पाई हे पारे मोर समाज पाई हे पारे मोर मंडली हे पाए मोर मंडली पाई हे पारे प्रार्थना करिबा कि प्रभु निकट रे कहबा कि प्रभु से आरोग्यर वृष्टि दियो मलाकी पुस्तक 4 अध्याय 2 पद लिखा जाए शेष रे प्रभु कहउछंती जो माने सदा प्रभु को भय करंती आम्भे से मानक ऊपर धर्म रूप किरण एवं आरोग्यदायक किरण को से मानक ऊपर आमे कोन करबा देबा एक धर्म रूप किरण आसीबो आरोग्यदायक किरण स्वर्ग रूपा ऊर्ध्वरु आसीबो आज आमाने को प्रकार अवस्था अच्छु से वृष्टि पाए प्रार्थना करिबो जे पर्यंत वृष्टि पड़ी नाई फल उत्पन्न हब नाई मोर प्रिय प्रभु लोक माने प्रभु को कहबा कि प्रभु मो पाए जहा ऊर्ध्वर बंद अछि ताकू तुमे खोली दियो प्रभु प्रभु खोली देबे एलियंकर प्रार्थना को प्रभु सुनिले एवं कौन कले वर्षा को पठेले आज आपण मानकर प्रार्थना रे मध्य प्रभु आपण को पाए अनेक आत्मिक शारीरिक आर्थिक एवं जो माने पाठ पढ़ुचंती शिक्षा क्षेत्र रे हो जदि कौन सी विषय माने करूचु सेवा कार्य रे हो फल प्रभु आमान को देखिबा पाए देबे केतेबेले देबे जेतेबेले तांकर वर्षा आसीबो जेतेबेले तांकर मंगल आसीबो तांकर करुणा जेतेबेले आसीबो तांकर दया जेतेबेले आसीबो ऊर्ध्वरु जेतेबेले वृष्टि हबो आमाने फल उत्पन्न करि पारिबा मोर प्रिय प्रभु लोक माने मोर भूमि टांगरा अवस्था अच्छी कि मोर भूमि आज कौन सी फल उत्पन्न करि पारु नाही कि प्रभु को कहबा प्रभु तुमे फिटे दबा पाए प्रतिज्ञा करिछ प्रभु तुमर आशीष रे मोर ऊपर थिबा रुद्ध द्वार को तुमे खोली दियो प्रभु जहा कि से वर्षा पड़िले मु कौन ही पारिबी आशीर्वाद पाई पाई को पारिबी जिहोशिया पुस्तक को खोलिबा 6 अध्याय 1 एवं 2 पद जिहोशिया पुस्तक 6 अध्याय रो 1 पद एवं 2 पद सही समय रे इस्राएल संतानगण सकाशु जिरिह रुद्ध थिला दृढ़ रूपे रुद्ध होइथिला केही बाहर को गला नहीं और केही भीतर को आसिला नहीं तो सदा प्रभु जिहोशिया को कहले देख आम्भे तुम हस्तरे जिरिह नगर और तहिर राजा और महाविक्रमशाली लोक मानकु समर्पण कलु आमेन एठी देखाइछि जिरिह नगर को प्रभु देखौछंती जिहोशिया को आमे ए नगर को तुमको देइछु किंतु जिरिह नगर कोन अछि
ରୁଦ୍ଧ ଅବସ୍ଥାରେ ଅଛି। ପ୍ରଭୁ କିନ୍ତୁ କହୁଛନ୍ତି ଆମେ ସେ ନଗରକୁ ତୁମକୁ ଦେବା, କିନ୍ତୁ କଣ ଅଛି ସାମ୍ନାରେ ରୁଦ୍ଧ ହେଇକି ଅଛି ନଗର। ସେ ଭିତରେ ଅନେକ ବିଷୟ ଅଛି, ଆମେ ସେ ଭିତର ସବୁ ବିଷୟ ତୁମକୁ ଅଧିକାର କରାଇବା, କିନ୍ତୁ ରୁଦ୍ଧ ଅବସ୍ଥାରେ ଅଛି। କଣ କରାଯିବ? ଝିଅ କଣ କଲେ? ତାଙ୍କର ତରିକା ଆରମ୍ଭ କଲେ, ଚତୁଃପାର୍ଶ୍ୱରେ ଭ୍ରମଣ ଆରମ୍ଭ କଲେ, ଈଶ୍ୱରଙ୍କର ପ୍ରଶଂସା ଆରମ୍ଭ କଲେ, ପ୍ରାର୍ଥନା ଆରମ୍ଭ କଲେ। ଝିଅଙ୍କର ପ୍ରାର୍ଥନା ଜୀବନ ମଧ୍ୟ ଗୋଟେ ଅଦ୍ଭୁତର ପ୍ରାର୍ଥନା। ଯଦି ଝିଅଙ୍କର ପୁସ୍ତକ ପଢିବେ, ଝିଅ ପ୍ରାର୍ଥନା କଲେ ସୂର୍ଯ୍ୟ ଅଟକି ଯାଇଥିଲା, ସାଧାରଣ ନୁହଁ। ପ୍ରଭୁ କହୁଛନ୍ତି ସେଥିପାଇଁ ତୁମେ ଯଦି ମାଗିବ ଦିଆଯିବ, ଖୋଜିଲେ ପାଇବ, ତୁମମାନେ ଯଦି ଦ୍ୱାରକୁ ଆଘାତ କରିବ। ଏମାନେ ଦ୍ୱାରକୁ ଆଘାତ କରିବା ବ୍ୟକ୍ତି ମାନେ ଥିଲେ, ସାଧାରଣ ମାଗିବା ବ୍ୟକ୍ତି ମାନେ ନଥିଲେ। ଏମାନେ ଦ୍ୱାରକୁ ଆଘାତ କରିବା ବ୍ୟକ୍ତି ମାନେ ଥିଲେ, ଯଦ୍ୱାରା ଏମାନଙ୍କର ପ୍ରାର୍ଥନା ଶୁଣି ପ୍ରଭୁ ସୂର୍ଯ୍ୟକୁ ଅଟକେଇ ଦେଇଥିଲେ, ପ୍ରଭୁ ବର୍ଷାକୁ ଅଟକେଇ ଦେଇଥିଲେ, ଏବଂ ତାଙ୍କର ଅନୁସାରେ ପ୍ରଭୁ ସୂର୍ଯ୍ୟ ଚାଲିଲା ଏବଂ ବର୍ଷା ବି ଆସିଲା। ଆଜି ପ୍ରଭୁ ସେଇ ଅଧିକାର ଆମକୁ ଦେଇଛନ୍ତି, କହୁଛନ୍ତି ଆମେ ଜିରିହକୁ ତୁମକୁ ଦେବା। ଆଜି ଆମକୁ ଅନେକ ବିଷୟ ଆମଙ୍କ ସାମ୍ନାରେ ଅଛି, ଆମଙ୍କ ସମ୍ମୁଖରେ ଅଛି। ପ୍ରଭୁ କହୁଛନ୍ତି ଆମେ ତୁମକୁ ଦେବା, କିନ୍ତୁ ତାହା ରୁଦ୍ଧ ହେଇକି ଅଛି। ଯେତେବେଳେ ଝିଅ କଣ କଲେ? ଆଉ ପ୍ରାର୍ଥନା ଆରମ୍ଭ କଲେ, ପ୍ରଭୁଙ୍କର ପ୍ରଶଂସା ଆରମ୍ଭ କଲେ, ଚତୁଃପାର୍ଶ୍ୱରେ ଭ୍ରମଣ କରି କରି ପ୍ରଭୁଙ୍କର ଗୌରବ କରୁଛନ୍ତି ତାଙ୍କ ଲୋକମାନଙ୍କ ସହିତ। 20 ପଦ ପଢନ୍ତୁ। ଏ ରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୁରୀ ବଜାଇଲେ। ପୁଣି ଲୋକମାନେ ତୁରୀ ଧ୍ୱନି ଶୁଣି ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ ପ୍ରାଚୀର ପଡ଼ି ସମଭୂମି ହେଲା। ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ। ଆମେନ୍। କଣ ହେଲା? ପ୍ରାଚୀର ଭାଙ୍ଗିଗଲା। ଯୋଉ ରୁଦ୍ଧ ପ୍ରାଚୀର ଥିଲା, କଣ ହଉଛନ୍ତି? ରୁଦ୍ଧ ନଗରକୁ ପ୍ରଭୁ ଫିଟାଇଲେ, ରୁଦ୍ଧ ପ୍ରାଚୀରକୁ ପ୍ରଭୁ ଭାଙ୍ଗିଦେଲେ। ଯାହା ଆପଣଙ୍କ ପାଇଁ ପ୍ରାଚୀର ପରି ହେଇକି ଅଛି, ଆପଣଙ୍କ ପାଇଁ ଯାହା ବାଡେନ ହେଇକି ଅଛି, ଆପଣଙ୍କ ସାମ୍ନାରେ ଯାହା ଏକ ଖୁଣ୍ଟ ପରି ଠିଆ ହେଇକି ଅଛି, ପ୍ରଭୁ ତାହାକୁ ଭାଙ୍ଗି ଦେବେ, ପ୍ରଭୁ ତାହାକୁ ଭୂମି ସାତ କରିଦେବେ। ଲେଖାଯାଏ ନଗର, ମୁଁ ଯେତେବେଳେ ଷ୍ଟଡି କରୁଥିଲି, ନଗରର, ଇସ୍ରାଏଲର ନଗର ସବୁ, ସେଇ ସମୟର ନଗର ସବୁ ଗୋଟିଏ ଗୋଟିଏ ଗେଟ୍ ଥିଲା, ଆଉ ନଗର ଚାରିଆଡେ ଗୋଟିଏ ଗୋଟେ ପାଚେରୀ ଥିଲା। ତ ସେ ନଗରର ଗେଟ୍ ଦେଇକି, ମେନ୍ ଗେଟ୍ ଦେଇକି ହିଁ ଲୋକମାନେ ଭିତରକୁ ଯିବେ, ବାହାରକୁ ଆସିବେ। କିନ୍ତୁ এই ସ୍ଥାନରେ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖନ୍ତୁ। ଯେତେବେଳେ ପ୍ରଭୁ ସେ ନଗରର ପ୍ରାଚୀରକୁ ଭାଙ୍ଗୁଛନ୍ତି, ମେନ୍ ଗେଟ୍ ଦେଇକି ଯାଉନାହାନ୍ତି, ତାଙ୍କର ସମ୍ମୁଖ ଦେଇକି ସେମାନେ କଣ କରୁଛନ୍ତି? ପ୍ରବେଶ କରୁଛନ୍ତି। ଆଉ ଟିକେ ପଢନ୍ତୁ 20 ପଦ। ଏ ରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୁରୀ ବଜାଇଲେ। ପୁଣି ଲୋକମାନେ ତୁରୀ ଧ୍ୱନି ଶୁଣି ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ ପ୍ରାଚୀର ପଡ଼ି ସମଭୂମି ହେଲା। ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ। ଆପଣ ସମ୍ମୁଖସ୍ଥ ଆପଣା ସମ୍ମୁଖସ୍ଥ ପଥ ଦେଇ କଣ କଲେ? ନଗରକୁ ପ୍ରବେଶ କଲେ। ଆଉ ତାଙ୍କୁ ମେନ୍ ଗେଟ୍ ଦେଇକି ଯିବାକୁ ପଡୁନି। ତାଙ୍କ ସାମ୍ନାରେ ଯୋଉ ଗେଟ୍ ଥିଲା, ତାଙ୍କ ସାମ୍ନାରେ ଯୋଉ ପ୍ରାଚୀର ଥିଲା, ତାଙ୍କ ସାମ୍ନାରେ ଯୋଉ ସମସ୍ୟା ଥିଲା, ତାହା ଭାଙ୍ଗିକି ଚୁରମାର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କର ସମ୍ମୁଖରେ ଯଦି କୌଣସି ପ୍ରାଚୀର ଅଛି, ଆପଣଙ୍କ ସମ୍ମୁଖରେ ଯଦି କୌଣସି ଦୁଷ୍ଟତାର କାର୍ଯ୍ୟ କରୁଛି, ଆପଣଙ୍କ ସମ୍ମୁଖରେ ଯଦି କୌଣସି ଶତ୍ରୁ ଅଛି, ଆପଣଙ୍କ ସମ୍ମୁଖରେ କୌଣସି ଯଦି ବିଫଳତା ଅଛି, ଆପଣଙ୍କ ସମ୍ମୁଖରେ ଯଦି କୌଣସି ପ୍ରକାର ମୃତ ଅବସ୍ଥା ଅଛି, ଆପଣଙ୍କ ସମ୍ମୁଖରେ କୌଣସି ଅନ୍ଧକାର ଶକ୍ତି ଅଛି, ଆପଣଙ୍କ ସମ୍ମୁଖରେ ଯଦି କୌଣସି ପ୍ରକାର ରୋଗ ଅଛି, ଆପଣଙ୍କ ସମ୍ମୁଖରେ ଯଦି କୌଣସି ପ୍ରକାରର ଭୟଭୀତର ବିଷୟ ଅଛି, ପ୍ରାଚୀର ଅଛି, ଭାଙ୍ଗୁ ନାହିଁ। ପ୍ରଭୁ ଆପଣଙ୍କ ପାଇଁ ତାହା ଭାଙ୍ଗିଦେବେ। ଆପଣ ସମ୍ମୁଖ ଦେଇକି କଣ କରିବେ? ତାହା ହସ୍ତଗତ କରିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ସେଇ ସୁନ୍ଦର ବିଷୟ ସବୁକୁ, ସେଦିନ ଜିରିହର ପ୍ରାଚୀର ଭାଙ୍ଗିଲା, ଝିହୋସି ଏବଂ ତାଙ୍କର ସଙ୍ଗୀ ମାନେ ଜିରିହ ନଗରକୁ ଅଧିକାର କଲେ। ଆପଣଙ୍କ ପାଇଁ ମଧ୍ୟ, ଆପଣଙ୍କ ପାଇଁ ଗୋଟେ ସୁନ୍ଦର ବିଷୟ ଅଛି, ଆପଣଙ୍କ ପାଇଁ ସୁନ୍ଦର ବିଷୟ ଅଛି, ତାହା ଆପଣଙ୍କୁ ପ୍ରଭୁ ଅଧିକାର କରିବା ପାଇଁ ଯାଉଛନ୍ତି। କିଛି କିଛି ବିଷୟ ଅଛି, ରୁଦ୍ଧ ହେଇକି ଅଛି, ତାହାକୁ ପ୍ରଭୁ ଆପଣଙ୍କ ପାଇଁ ଭାଙ୍ଗିବା ପାଇଁ ଚାହୁଁଛନ୍ତି। ଆପଣଙ୍କୁ ପ୍ରଭୁ ତାହା ଅଧିକାର କରାଇବେ। ଆପଣଙ୍କ ପାଇଁ ପ୍ରଭୁ କଣ କରିବେ? ତାହା ଆପଣଙ୍କର ହସ୍ତରେ ଦେବେ। ଯେତେବେଳେ କଣ ହେଲା? ଝିହୋସିଙ୍କ ସମୟରେ ମଧ୍ୟ ଯେତେବେଳେ ପଢିବେ, ଯେତେବେଳେ ଜର୍ଦ୍ଦନ ସବୁ ପାର ହେଇକି ଆସିଲେ, ଗୋଟିଏ ନଦୀ ଅଛି ଜର୍ଦ୍ଦନ, ସେ ଜର୍ଦ୍ଦନ ପାର ହେଲେ ଯାଇକି କିନାନରେ ସେମାନେ ପ୍ରବେଶ କରିବେ। ତ କଣ କରୁଛନ୍ତି? 4 ଜଣ ଯାଜକଙ୍କୁ ବୁହାଗଲା।
कौन कले नियम सिंधुक को भुआइले एवं कौन कर पार होउछंती मोर प्रिय प्रभुंक लोक माने से माने गोटिए मनरे जेते बेले से माने पानी भीतर को प्रवेश करछंती पानी कटा गला बोली लिखा जाए कटा गला मोर प्रिय प्रभुंक लोक माने आज आपण को पाए पानी हो पवन हो की प्रकार जे प्रकार समस्या होना कहीं आपण को पाए भांगी जुब मोर प्रिय प्रभुंक लोक माने मु मो हाथ रे गिडियन जेते बेले जाउछंती गिडियन को समय रे मध्य जेते बेले युद्ध होउची गिडियन को सम्मुख रे जो लोक माने थिले से माने पराजित हेले निहिमिया को समय रे मध्य जेते बेले निहिमिया प्राचीर निर्माण करछंती तांको पाए मध्य समस्या अछि पाचीरी तैयार करबा समय रे आ से निहिमिया कोन कले कार्य करबाकू से पछैले नाय आगो को बढ़िले तांको सम्मुखरु शत्रु सबु दूर हेले एवं निहिमिया ता कार्य रे कृतकार्य हेले मोर प्रिय प्रभुंक लोक माने आज मो सम्मुख रे की प्रकार प्राचीर अछि मु कहि परिबि नाही आपण माने प्रभुंकु कहंतु जे प्रभु ए प्रकार प्राचीर मो पाए अछि जहा रुद्ध होइके अछि ताहाको आपण खोलिबा को पड़िबो ए राति रे प्रभुंकु कहंतु प्रभु मो सामना रे एई समस्त प्राचीर अछि प्रतिबंधक अछि आपण प्रभुंकु कहंतु आपण को पई जे कोनसी प्रकार प्राचीर होउना काहे प्रभु भांगिबे आपण को से प्राचीर देकी ताहा नेकी जिबे एवं आपण को अधिकार करे आपण को पई अनेक विषय अछि जहा आपण को पई अधिकार करि परिबे आपण तेनु करकी मोर तो गोटे प्राचीर थिबो आपण को पई की प्रकार प्राचीर अछि गिदियन को पई तीन प्रकार प्राचीर थिला अविश्वास कले से प्रभु को प्रथम रे एवं द्वितीय से निजको न्यून मन करुछंती तृतीय रे से कौन कले से कौन करुछंती तृतीय रे प्रभु को से कौन करुछंती संदेह करबा प्रभु ताहा हटै देले ताको ठार जदरा गिदियन को ए प्रकार बल शक्ति देले गिदियन जाकी अख्तियार करुछंती मोर प्रिय प्रभु को लोक माने आज मो पाई को प्राचीर सम्मुख रे ठियाई छी जहा कि मो अनेक देखि पारुनी ताहाको भांगी की जाई पारुनी प्रभु को कहंतु प्रभु ए प्राचीर मो पाए भांगी जाओ केते बड़ समस्यार प्राचीर हो दुखर प्राचीर हो अभावर प्राचीर हो रोगर प्राचीर हो कौन सी प्रकार विफलतार प्राचीर हो कि आत्मिक को आपण आत्मिक बढ़िबा पई जदी आ कौन सी स्ट्रगल अछि आपण सामना रे प्रभु को कहंतु जदी आपणकर आउ आउ फाइनेंशियली हो कि आपणकर चाकरी क्षेत्र रे हो कि आपणकर पारिवारिक क्षेत्र रे समाज रे मंडली रे जे कोनसी विषय उन्नति करबा पाइले गोटे गोटे प्राचीर बाधा देउची प्रभु जीशुंक नाम रे प्रार्थना करो आज आपणक पई प्राचीर भग्न हबो जियो से दिन जाई कि नगर को अख्तियार कले शेष पद पढ़ी कि हमने समाप्त करबा समय भी आ बहुत स्पीड रे दौड़ुची लुक पुस्तक 24 अध्याय 13 पद एवं 16 पद लुक पुस्तक 24 अध्याय 13 पद एवं 16 पद प्रभुंकर जय हो प्रभु आउ देख सेई दिन सेमानक मध्यरु दुई जण जेरुसालेम ठारू प्राय 4 कोस दूरवर्ती ग्राम को जाउथिले ओ एही समस्त घटना विषय परस्पर कथावार्ता करुथिले सेमाने कथावार्ता और वादानुवादन करुवा समय यीशु आपे सेमानक निकटକୁ आसी सेमानक संगे संगे गमन करबाकू लागिले किंतु सेमानकर चक्षु एपरि रुद्ध होइतिला जे सेमाने ताहाकू चिन्हि पारले नाही से सेमानकू पचारले तुम्हे माने चालू चालू जे समस्त विषय परस्पर कथावार्ता करूछ से सब कोन सेथिरे सेमाने विश्वास मुखरे ठिया होई रहिले आ सेमानक मध्यरु क्लेओपा नामक जणे ताहाकू उत्तर देले जेरुसालेमस्थ प्रवासी मानक मध्यरु आपण कोन एकाकी से स्थानर ए केतेक दिनर घटना जानते नाही से समान को पचारले कि प्रकार घटना से माने ताहा को कहिले नाजरित यीशुଙ୍କ विषय से ईश्वर समस्त लोक कर्म रे और वाक्य रे जणे शक्तिशाली भाववादी थे भाई केते जाय पड़िया हां बस सेति थाओ 16 15 कहते तो एठी हमने देखू दी जण लोकंकर चक्षु को रुद्ध होइकी अछि से माने जानि पारु नाहंती जीशुଙ୍କ सहित चालू छथि हम समस्त जानू पुनरुत्थान रो घटना परर कथा तो जीशुଙ୍କ सहित से माने जाउछंती बा दी जण जाउछंती कथावार्ता है कि जीशुଙ୍କର पुनरुत्थान रो दिन रे से माने आश्चर्य होउछंती किंतु जीशु आपे से मान को सहित मिसिले किंतु लिखा जाए
ସେମାନଙ୍କର ଚକ୍ଷୁ ଏ ପ୍ରକାର ରୁଦ୍ଧ ହେଇକି ଥିଲା ସେମାନେ ଯୀଶୁଙ୍କୁ ଚିହ୍ନି ପାରୁନା। ପରବର୍ତ୍ତୀ ସମୟରେ ଯେତେବେଳେ ପଢିବେ ସେ ସବୁ ଆଉ ଯୀଶୁ ସେମାନଙ୍କର ଚକ୍ଷୁକୁ ଖୋଲିଦେଲେ, ସେମାନଙ୍କର ରୁଦ୍ଧ ଚକ୍ଷୁକୁ ସେମାନେ ଖୋଲିଦେଲେ, ଯୀଶୁଙ୍କୁ ସେମାନେ ଚିହ୍ନି ପାରୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ। ଯଦି ଆମମାନଙ୍କର ଚକ୍ଷୁ ଯଦି କୌଣସି ଭାବରେ ରୁଦ୍ଧ ହେଇକି ଅଛି, 31 ପଦ ଟିକେ ପଢି ଦିଅନ୍ତୁ। ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ, ଆଉ ସେ ସେମାନଙ୍କୁ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ଧନ୍ୟବାଦ। ସେମାନଙ୍କର ଚକ୍ଷୁ ପ୍ରଭୁ ଖୋଲିଦେଲେ। 13, 14, 15, 16 ଲେଖା ଅଛି ସେମାନଙ୍କର ଚକ୍ଷୁ ରୁଦ୍ଧ ଥିଲା, ପ୍ରଭୁ ଖୋଲିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମମାନଙ୍କର କୌଣସି ଚକ୍ଷୁ ଯଦି ରୁଦ୍ଧ ହେଇକି ଅଛି ପ୍ରଭୁ ଖୋଲି ଦିଅନ୍ତି। ହୁଏତ ମୋର ବିଶ୍ୱାସର ଚକ୍ଷୁକୁ ପ୍ରଭୁ ଖୋଲିଦେବେ। 32 ପଦରେ ଲେଖାଯାଏ ସେମାନଙ୍କର 32 ପଦ ଟିକେ ପଢି ଦିଅନ୍ତୁ। ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଣ ଆମ୍ଭମାନଙ୍କର ହୃଦୟ ଉତ୍ତପ୍ତ ହେଉନଥିଲା? ଧନ୍ୟବାଦ। ସେମାନଙ୍କର ବିଶ୍ୱାସ ଜୀବନକୁ ପ୍ରଭୁ ଖୋଲିଦେଲେ, ସେମାନଙ୍କର ଚକ୍ଷୁକୁ ଖୋଲିଦେଲେ। ଅନେକ ସମୟରେ ଆମମାନେ ଆଜି ଦେଖୁ ଆମମାନଙ୍କର ଚତୁଃପାର୍ଶ୍ୱରେ ଅନେକ ବିଷୟ ଅଛି। ଅନେକ ଲୋକ ଅନ୍ଧ ଅବସ୍ଥାରେ ଅଛନ୍ତି, ମୃତ ଅବସ୍ଥାରେ ଅଛନ୍ତି, ସତ୍ୟ ଈଶ୍ୱରଙ୍କୁ ଜାଣୁନାହାନ୍ତି, ଚିହ୍ନି ପାରୁନାହାନ୍ତି, ପାଖରେ ଥିଲେ ମଧ୍ୟ ଆମେ ଜାଣିପାରୁନାହୁଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଖ୍ରୀଷ୍ଟୀୟ ସମାଜକୁ ମଧ୍ୟ ଯଦି ଆମେ ଦେଖୁ, ଅନେକ ଲୋକ ବହୁତ ଖାମଖିଆଲି ଜୀବନ କାଟୁଛନ୍ତି। ଗିର୍ଜା ନାହିଁ, ପ୍ରାର୍ଥନା ନାହିଁ, ଉପାସନା ନାହିଁ, କୌଣସି କ୍ଷେତ୍ରରେ ଭାଗ ନାହିଁ। ମୁଁ ତ ସେଇଥିପାଇଁ ଏଇ ଗ୍ରୁପ ଗୁଡାକକୁ ମୁଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆମମାନଙ୍କର ଆଶିଷ ଧାରା ହଉ, ଏର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ ହଉ, କେତେ ପ୍ରଭୁଙ୍କର ଭକ୍ତ ଦାସ ଦାସୀ ମାନେ ସକାଳୁ ସନ୍ଧ୍ୟାରେ ପ୍ରଭୁଙ୍କର ନିକଟବର୍ତ୍ତୀ ହଉଛନ୍ତି। ମୁଁ ପ୍ରଭୁଙ୍କୁ ସେଥିପାଇଁ ଆପଣମାନଙ୍କ ପାଇଁ ମୋର ବ୍ୟକ୍ତିଗତ ପ୍ରାର୍ଥନାରେ ସମସ୍ତଙ୍କ ନାଁ ନେଇକି ସମସ୍ତଙ୍କୁ ମନେ ପକେଇକି ଆପଣମାନଙ୍କ ପାଇଁ ମୁଁ ପ୍ରାର୍ଥନା କରେ। କାରଣ ଆପଣମାନଙ୍କର ଚକ୍ଷୁକୁ ପ୍ରଭୁ ଖୋଲିଛନ୍ତି। ଆଜି ମଧ୍ୟ ଆମେ ପ୍ରାର୍ଥନା କରିବା। ମୋର ଚତୁଃପାର୍ଶ୍ୱରେ ଆଜି ଅନେକ ଲୋକ ଏ ପ୍ରକାର ଲୋକମାନେ ଅଛନ୍ତି ଯେଉଁମାନେ କି ସେମାନଙ୍କର ଚକ୍ଷୁ ଖୋଲିବା ଆବଶ୍ୟକ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଯୀଶୁଙ୍କ ସହିତ ଥାଇକି ମଧ୍ୟ ଆଜି ଅନେକ ଲୋକ ଯୀଶୁଙ୍କୁ ଜାଣି ପାରୁନାହାନ୍ତି। ପ୍ରଭୁ ସେମାନଙ୍କର ବିଶ୍ୱାସର ଦ୍ୱାରକୁ ଖୋଲନ୍ତୁ, ସେମାନଙ୍କର ଚକ୍ଷୁକୁ ଖୋଲନ୍ତୁ। ଧର୍ମଶାସ୍ତ୍ର ସେମାନେ ସେମାନେ ଧର୍ମଶାସ୍ତ୍ରକୁ ପଢିବା ପାଇଁ ସେମାନଙ୍କର ଜୀବନରେ ସେମାନେ ଏ ପ୍ରକାର ବିଷୟ ଥିଲା, ରୁଦ୍ଧ ଅବସ୍ଥାରେ ଥିଲା। ପ୍ରଭୁ ସେମାନଙ୍କର ହୃଦୟକୁ ଖୋଲିଦେଲେ, ସେମାନଙ୍କର ବୁଦ୍ଧିକୁ ଖୋଲିଦେଲେ, ସେମାନଙ୍କର ଚକ୍ଷୁକୁ ଖୋଲିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୋର ଚକ୍ଷୁ କୋଉ ଭାବରେ ଯଦି ରୁଦ୍ଧ ଅବସ୍ଥାରେ ଅଛି, ପ୍ରଭୁଙ୍କୁ କହିବା କି ପ୍ରଭୁ ମୋର ଚକ୍ଷୁକୁ ଖୋଲିଦିଅ। ଯଦି ଆମର ଜଣାତରେ ଅନ୍ୟ ଜଣଙ୍କର ଚକ୍ଷୁ ରୁଦ୍ଧ ଅବସ୍ଥାରେ ଅଛି, ପ୍ରଭୁଙ୍କୁ କହିବା କି ମୋ ପଡ଼ିଶାର ବ୍ୟକ୍ତି ହେଇପାରେ, ମୋର ସମାଜର ଲୋକମାନେ ହେଇପାରନ୍ତି, ଆଜି ସତ୍ୟ ଈଶ୍ୱରଙ୍କୁ ନ ଜାଣିବା ଲୋକମାନେ ଅଛନ୍ତି। ପ୍ରଭୁଙ୍କୁ କହିବା କି ପ୍ରଭୁ ସେମାନଙ୍କର ଚକ୍ଷୁକୁ ତୁମେ ଫିଟେଇ ଦିଅ, କାରଣ ତୁମେ ପ୍ରତିଜ୍ଞା କରିଛ ତୁମ୍ଭମାନଙ୍କ ନିମନ୍ତେ ଆମେ ଫିଟାଇ ଦେବା। ଯଦି ପ୍ରତିଜ୍ଞା କରିଛନ୍ତି ପ୍ରଭୁ ଫିଟେଇ ଦେବା ପାଇଁ, ଆମେ କହିବା କି ପ୍ରଭୁ ସେମାନଙ୍କର ଚକ୍ଷୁକୁ ଫିଟେଇ ଦିଅ। ପ୍ରଭୁ ଯେଉଁମାନେ କି ଶୋଇ ପଡ଼ିଛନ୍ତି ନିର୍ବୁଦ୍ଧି କନ୍ୟା ସଦୃଶ, ପରବର୍ତ୍ତୀ ମୁହୂର୍ତ୍ତରେ ଆଖି ଖୋଲିଲା, ସେତିକି ବେଳକୁ ବର ଆସିଲେଣି, ସୁବୁଦ୍ଧି କନ୍ୟା ମାନେ ବରଙ୍କ ସହିତ ଭେଟ ହେଇକି ପଳେଇଲେଣି। ଆଜି ଅନେକ ଲୋକ ଯଦି ଆମେ ଚିନ୍ତା କରୁ, ଯେତେବେଳେ ଆମେ ପ୍ରଭୁ ଭୋଜ ନଉ, ଯେତେବେଳେ ରୁଟି ବଳିଯାଏ ଥାଳିରେ, ଯେତେବେଳେ ଦ୍ରାକ୍ଷାରସ ବଳିଯାଏ, ପାଳକମାନେ ଡିକ୍ଲାରେସନ କରନ୍ତି, ପାଳକମାନେ ଗୋଟିଏ କଥା କୁହନ୍ତି, ଏହା ବଳିଛି ଏଇଥିପାଇଁ ଆଉ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଯୀଶୁଙ୍କୁ ଜାଣିବା ଆବଶ୍ୟକ ରହିଛି। କିନ୍ତୁ ବର୍ତ୍ତମାନ ପ୍ରତିବନ୍ଧକ ଅନେକ ଲୋକଙ୍କୁ ଶୈତାନ କଣ କରିଛି? ଅନ୍ଧ କରିଛି। ଅନେକ ଲୋକଙ୍କୁ ଆଜି ଶୈତାନ ଅନ୍ଧ କରିଛି। କାରଣ ପାଉଲ ଗୋଟେ ପୁସ୍ତକରେ କୁହନ୍ତି, ଜଗତପତି ଶୈତାନ କଣ କରିଛି? ଜ୍ଞାନ ରୂପ ଚକ୍ଷୁକୁ ଅନ୍ଧ କରିଛି। ତ ଆମର କର୍ତ୍ତବ୍ୟ ପ୍ରଭୁଙ୍କୁ କହିବା, ପ୍ରଭୁ ସେମାନଙ୍କର ଆତ୍ମିକ ଜ୍ଞାନ ବୁଦ୍ଧି ରୂପ ଚକ୍ଷୁକୁ ତୁମେ ଖୋଲି ଦିଅ। ତୁମେ ଯେ ସତ୍ୟ ଈଶ୍ୱର,
ସେମାନେ ଯେପରି ତୁମକୁ ଜାଣିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ମୁଁ ବି ମୋର ଆଖିରେ ବି ଯଦି ମୁଁ କୌଣସି ବିଷୟକୁ ସ୍ପଷ୍ଟ ଭାବରେ ଯଦି ପ୍ରଭୁଙ୍କର ଆଶ୍ଚର୍ଯ୍ୟ ବିଷୟକୁ ଦେଖିପାରୁନାହିଁ, ପ୍ରଭୁଙ୍କୁ କହିବା, ପ୍ରଭୁ ମୋ ଚକ୍ଷୁକୁ ଖୋଲି ଦିଅ। କାରଣ ଦାଉଦ ଗୀତ ସହିତ 119 ଅଧ୍ୟାୟରେ କୁହନ୍ତି, ପ୍ରଭୁ ମୋର ଚକ୍ଷୁକୁ ପ୍ରସନ୍ନ କର, ତହିଁରେ ମୁଁ ତୁମର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟ ମାନ ଦେଖିପାରିବି। ଦାଉଦ କଣ ଅନ୍ଧ ଥିଲେ କି? ନା, କିନ୍ତୁ ସେ କହୁଛନ୍ତି, ପ୍ରଭୁ ମୋର ଚକ୍ଷୁକୁ ତୁମେ ଖୋଲି ଦିଅ, ଯେପରି ମୁଁ ତୁମର ବ୍ୟବସ୍ଥାକୁ ଉତ୍ତମ ଭାବରେ ଜାଣିପାରିବି, ତୁମକୁ ଠିକ ଭାବରେ ଦେଖିପାରିବି। ସେଥିପାଇଁ ଆୟୁବଙ୍କର ଚକ୍ଷୁକୁ ସେ କହୁଛନ୍ତି, ମୋର ସବୁ ନଷ୍ଟ ହଉ, ମୋର ଶରୀରର ସବୁ ନଷ୍ଟ ହଉ, ସେ ଗୋଟିଏ କଥା କହୁଛନ୍ତି, ମୁଁ ମାଂସ ବିହୀନ ହୋଇକି ମଧ୍ୟ ମୋର ପରମେଶ୍ୱରଙ୍କୁ ମୁଁ କଣ କରିବି? ଦେଖିବି। ତାଙ୍କର ଚକ୍ଷୁ ଏ ପ୍ରକାରକୁ ସେ ରଖିଛନ୍ତି ଯେ ପ୍ରଭୁ ମୁଁ ତୁମକୁ କଣ କରିବି? ଶେଷରେ ଦେଖିବି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆଉ ଗୀତରେ ଗୋଟେ ଜାଗା ଅଛି, ଗୋଟେ ଗୀତ ଅଛି, ଚକ୍ଷୁ ଖୋଲି ଦିଅ ଦେଖିବି ତୁମରି ରୂପ, କର୍ଣ୍ଣ ଖୋଲି ଦିଅ ଶୁଣିବି ତୁମର ବାକ୍ୟ, ଏବଂ ଚିତ୍ତ ଖୋଲି ଦିଅ ରଖିବି ତୁମରି ବାକ୍ୟ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୋ ପାଇଁ ଯଦି କୌଣସି ବିଷୟ ରୁଦ୍ଧ ହେଇକି ଅଛି, ପ୍ରଭୁଙ୍କୁ କହିବା, ପ୍ରଭୁ ଖୋଲି ଦିଅ। ହୁଏତ ମୋ ପାଇଁ କୌଣସି ବିଷୟ ଫଳ ଉତ୍ପନ୍ନ କରିବା ବିଷୟ ଯଦି ରୁଦ୍ଧ ହେଇକି ଅଛି, ହାନ୍ନାଙ୍କ ପରି ପ୍ରଭୁଙ୍କୁ କହିବା, ପ୍ରଭୁ ହାନ୍ନାଙ୍କୁ ଯେ ପ୍ରକାର ଫଳ ଦେଲେ ଆପଣମାନଙ୍କ ଜୀବନରେ ମଧ୍ୟ ସେ ପ୍ରକାର ଫଳ ଦେବେ। ଲାଜାରଙ୍କ ପରି ଯଦି କୌଣସି ମୃତ ବିଷୟ ଅଛି, ପ୍ରଭୁଙ୍କୁ କହିବା, ପ୍ରଭୁ ଜୀବନ ଦେଇକି ଆପଣଙ୍କୁ ଆଶୀର୍ବାଦ କରିବେ। ଏବଂ ଏଲିୟଙ୍କ ପରି ପ୍ରାର୍ଥନା କରିବା, ଆକାଶରୁ ଯଦି କୌଣସି ଆତ୍ମିକ ବୃଷ୍ଟି ହେବାର ଅଛି, ପ୍ରଭୁଙ୍କୁ କହିବା, ଆତ୍ମିକ ବୃଷ୍ଟି ପାଇଁ ପ୍ରଭୁ ଆତ୍ମିକ ବୃଷ୍ଟି ଦେବେ। ଜିହୋସିଓଙ୍କ ପରି କହିବା, ସାମ୍ନାରେ ଯଦି କୌଣସି ପ୍ରାଚୀର ଅଛି, ପ୍ରଭୁଙ୍କୁ କହିବା ଜିହୋସିଓଙ୍କ ପରି, ପ୍ରଭୁ ମୋର ଏଇ ପ୍ରାଚୀରକୁ ତୁମେ ଖୋଲି ଦିଅ, ମୁଁ ଆର ପାରକୁ ଯାଇ ତାହା ଅଧିକାର କରିବା ପାଇଁ ଚାହୁଁଛି। ଏବଂ କହିବା କି ଆମେ ସେଇ ଲୋକମାନଙ୍କ ପରି ପ୍ରଭୁଙ୍କୁ କହିବା କି, ପ୍ରଭୁ ମୋର ଚକ୍ଷୁକୁ ଖୋଲି ଦିଅ, ଯେପରି ମୁଁ ତୁମକୁ ଦେଖିବି। ଏବଂ ପ୍ରଭୁଙ୍କୁ କହିବା କି, ପ୍ରଭୁ ଏ ଲୋକମାନଙ୍କର ଚକ୍ଷୁକୁ ଖୋଲି ଦିଅ, ଏମାନେ ସମସ୍ତେ ଯେପରି ତୁମକୁ ଦେଖିବେ, ତୁମକୁ ଜାଣିବେ। ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଧନ୍ୟବାଦ, ନମସ୍କାର।